ଟିକେ ଭଲ ଥିଲା ଆଜି ସାପ କଳରୁ ଆଜି ମୁଁ ବଞ୍ଚିଗଲି। ରୁଦ୍ର ଭାଇଙ୍କ ସାথে ଦେଖା ହେଲା। ହେଲେ ରୁଦ୍ର ଭାଇ ଯାହା କହିଲେ ମୁଁ କ'ଣ କହିବି ନିଶ୍ଚୟ ଫାଷ୍ଟ ଭିଡ଼ିଓକୁ ନିଶ୍ଚିନ୍ତ ଦେଖନ୍ତୁ। ହାଇ ଫ୍ରେଣ୍ଡ, ଆଜି ଗୋଟେ ନୂଆ ବ୍ଲଗକୁ ମୁଁ ପିକୁନ ଆପଣଙ୍କୁ ସ୍ୱାଗତ। କାହିଁକିନା ମୁଁ ତ ଭଲରେ ଅଛି, ମୁଁ ଆଶା କରୁଛି ଆପଣମାନେ ବି ଭଲରେ ଥିବେ। ମୋ ଭାଗ୍ୟ ଆଜି ଭଲ ଥିଲା ଯେ ଆଜି ଚିତି ସାପ କବଳରୁ ଆଜି ମୁଁ ବଞ୍ଚିଗଲି। ଚିତି ସାପଟା ଆଜି ଏତେ ଛୋଟ ଥିଲା ଯେ ବିଲକୁଲ ହିଁ ଦେଖାଯାଉନି। ଚିତି ସାପକୁ ମନ ପକେଇକି ଇଆଡ଼େ ବ୍ରସ୍ କରିକି ବୋଉ ବନେଇଥିଲା ଉପମା ଟିକେ ଖାଇଦେଲି। କାହିଁକିନା ସକାଳୁ ଯେଉଁ ଭୋକ କରୁଛି ଯେ ନ କହିଲେ ଭଲ। ଗାଁ ପାଖରେ ଗୋଟେ ହେଇଥିବା ଆମ୍ବ ଗଛକୁ ପଳେଇ ଯାଇଥିଲି ଆମ୍ବ ଆଣିବା ପାଇଁ। ହେଲେ ଆମ୍ବ ତ ବେଶୀ ନାହିଁ, ଛୋଟ ଛୋଟ ଆମ୍ବ ଅଛି। ଗଛ ଉପରେ ଯାଇକି ଚଢ଼ିଲାଠୁ ଆମ୍ବ ବହୁତ ଛୋଟ ଛୋଟ ହେଇଛି, କାହିଁକିନା ବଡ଼ ଆମ୍ବ ବେଶୀ ବି ନାହିଁ। ଲାଷ୍ଟ ଗୋଟେ ଆମ୍ବ ଥିଲା, ସେ ଗୋଟେ ଆମ୍ବ ନେଇକି ଆସିଲି। କାହିଁକିନା ଆଜି ଯିବାର ଅଛି ମାମୁଁ ଘରକୁ, କାହିଁକିନା ଆଇକି ଆଣିବା ପାଇଁ ଯିବାର ଅଛି। ମୁଁ ଆସିଲି ଗାଇସ୍, ମାମୁଁର ଆଜି କ'ଣ ଆଇ ଆଡ଼େ ରେଡ଼ି ହେଇନି ନା କିଛି ନାହିଁ, ତାର ବସିଛି ମୋର ରେଡ଼ି ହେଇକି ବସିଛି। ସେ ଶାଢ଼ୀ ପିନ୍ଧିବ ନା ତାର ପ୍ୟାକିଂ ତାର ଚାଲିଛି ବସିଛି। ଆଜି ଆର ସରିବ କେତେବେଳେ, ଯିବ କେତେବେଳେ ଆଜି ତା ମାମୁଁ ଘରୁ ସରିବ ତୋର ଆଜି। ସକାଳ ଭାଇ ଗାଇସ୍ ପୁରା ପଖାଳ ଭାତ ଖାଇଥିଲି, କିନ୍ତୁ ବିଲକୁଲ ଜାଗା ନାହିଁ। ଏଟା ମାଲପୁଆ ଖାଇବା ତ ପେଟ ଲାଷ୍ଟକୁ ଫାଟିଯିବ, ଡାଇବେଟିସ୍ ପେସେଣ୍ଟ ହେଇଗଲେ ମରିଯିବ କମ୍ପଲସରି। ଏତେ ମିଠା ବିଲକୁଲ ମୁଁ ଖାଏ ନା, ଲାଷ୍ଟକୁ ଆସୁଛି ମିଠା ବି। ଆସିକି ଜଷ୍ଟ ଖାଇଥିଲି ଗୋଲାଜାମ, ମିଳିଗଲା ମାଲପୁଆ। ଶେଷରେ ଆଇକି ନେଇକି ପଳାଇଥିଲି ଡ୍ରେସ୍ ଦୋକାନ, କାହିଁକିନା କିଛି କପଡ଼ା ନେବାର ଥିଲା। ଆଉ ତାପରେ କିଛିଟା ଜଳଖିଆ ନେଇକି ଆସିକି ଲାଷ୍ଟ ପଳାଇଥିଲୁ ବାଟରେ କ'ଣ ହବ ନା, ଏ ଯେଉଁ ଟ୍ରେନ୍ ଗେଟ୍ଟା ପକେଇ ଦେଇଛି ନା, ସେ ଟ୍ରେନ୍ ହିଁ ଯିବ କ'ଣ ଏ ବରଯାତ୍ରୀ ଏମିତି ରେଡ଼ି ହେଇକି ଅଛି। ସେ ଠିଆ ହେଇକା ଖରାରେ ପୁରା ମୁଣ୍ଡ ଖରାପ ହେଇଗଲାଣି ଯେ ନ କହିଲେ ଭଲ। ଆସିକି ପହଞ୍ଚିଲେ ଆସି ମାଉସୀ ଘରରେ, ଖରା ବି ଜୋରସୋରେ ହେଉଥିଲା ଯେ ନ କହିଲେ ହିଁ ଭଲ। ଆଉ ଏପଟେ ଦେଖନ୍ତୁ ମାଉସୀ ପୁଅ ବଜାଇଛି, ଆଉ ସେମିତି ମଜାମସ୍ତି ଚାଲିଛି। ଯିବା ଭୋକ ଗଲାଣି ଜୋରସୋରେ, ଟାଇମ୍ ଆସିଗଲାଣି 1:30, ତାକୁ ଖାଇଦେବା, ତାକୁ ଭିଡ଼ିଓ କଣ୍ଟିନ୍ୟୁ। ପହଞ୍ଚୁ ଦେଇଥିଲେ ଯେ ବେଲପଣା, ଆଉ ବେଲପଣା ପିଇକି ମାଉସୀ ପୁଅ 2 ଜଣ ଥିଲେ, ତାଙ୍କ ବହୁତ ପୁରା ମଜାମସ୍ତି ଥିଲା। ଏ 2ଟା ପିଲା ଏତେ ଚଗଲା ହେଉଛନ୍ତି ନ କହିଲେ ଭଲ। ଏମିତି ଚକୋଲେଟ୍ ଖାଉଛନ୍ତି ଯେ ତାଙ୍କ ଆଉ ଦାନ୍ତ ହିଁ ନାହିଁ। ଦାନ୍ତ ଆଗ 2ଟା ନେଇକି ସବୁ ଝଡ଼ିଗଲାଣି। ତାଙ୍କ ସାଙ୍ଗରେ ମଜାମସ୍ତି କରୁ ହେଇଥିଲା ଭୋକ, ଲାଷ୍ଟ ଖାଇ ଦେଇଥିଲି। ମାଉସୀ ଏତେ ସବୁ ଜିନିଷ ବନେଇଥିଲା ଯେ ଲାଷ୍ଟ ମୁଁ କହିପାରିବିନି ଯେ ମାଉସୀ ଆଜି ବନେଇଥିଲା ବୋଲି, ନିଶ୍ଚିନ୍ତ ଦେଖିକି ଜାଣିପାରିବେ। ଆଉ ଖାଇସାରିଲା ପରେ ଏବେ ଟିକେ ରେଷ୍ଟ ନେଇଯାଉଛି, କାହିଁକିନା ରାତିରେ ଯିବାର ଅଛି ଟିକେ ମେଳା ଥିବ। କାହିଁକିନା ଆମର ଆଜି ହିଙ୍ଗୁଳା ଯାତ୍ରା ଷ୍ଟାର୍ଟ ହେଲାଣି। ଲାଷ୍ଟ ଆଇକି ଘରକୁ ଛାଡ଼ିକି ମୁଁ ପଳାଇଥିଲି ମେଳାକୁ। ଆଉ ଲାଇଟିଂ ଏତେ ସୁନ୍ଦର ହେଇଥିଲା ଯେ ନ କହିଲେ ଭଲ। ଆପଣଙ୍କ ଆଡ଼େ ହିଙ୍ଗୁଳା ହେଲାଣି କି ନ ହେଲାଣି ନିଶ୍ଚିନ୍ତ କମେଣ୍ଟ କର। ଆଉ ଲାଇଟିଂଟା ଏତେ ସୁନ୍ଦର ହେଇଥିଲା ଯେ ନ କହିଲେ ଭଲ, ବହୁତ ସୁନ୍ଦର ଲାଗୁଥିଲା। ଲାଷ୍ଟ ଟିକେ ଯାଇକି ଟିକେ ଠାକୁରଙ୍କୁ ଦର୍ଶନ କରିଦେଇଥିଲି, ଆଉ ଟିକେ ବୁଲାବୁଲି ଟିକେ ମଜାମସ୍ତି। କାହିଁକିନା ମୁଁ ତ ସିଙ୍ଗିଲ୍ ଆସିଥିଲି, କାହିଁକିନା ଆଉ କେହି ନଥିଲେ। ଏମିତି ଦିନଟା କେମିତି କଟିଗଲା ନିଜେ ହିଁ ଜାଣିପାରିଲିନି। ରୁଦ୍ର ଭାଇକି ଦେଖା କରିଗଲା, ଲାଷ୍ଟ ପଳାଇଥିଲେ ଗ୍ରୀନ୍ ରୁମ୍କୁ। ଆଉ ଲାଷ୍ଟ ରୁଦ୍ର ଭାଇଙ୍କ ସାଙ୍ଗରେ ଦେଖା ହେଇଗଲା। ରୁଦ୍ର ଭାଇ କ'ଣ କହିଲେ ଯେ ନ କହିଲେ ଭଲ। ଯେତେ ଦିନ ପରେ ଆଜି ବହୁତ ଖୁସି ଲାଗୁଛି ଦେଖା ହେଇସାରିଲା ପରେ। ଯାତ୍ରା କେମିତି ଲାଗିଛି? ବହୁତ ଭଲ ଲାଗୁଛି। କାଲି ଆଉ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆଉ ମୋ ଚ୍ୟାନେଲକୁ ନିଶ୍ଚିନ୍ତ ମୋ ଲାଇକ୍ ଆଣ୍ଡ ସେୟାର ସବସ୍କ୍ରାଇବ୍ କରିକି ନିଶ୍ଚିନ୍ତ ଯିବେ।